ଏଠାରେ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ହନୁମାନ ତ ଦାୟିତ୍ୱରେ ରହିଛନ୍ତି, କିନ୍ତୁ କୁହାଯାଏ ପ୍ରଭୁଙ୍କର ଦର୍ଶନ ପାଇଁ ଦେବତାମାନେ ଗନ୍ଧର୍ବମାନେ ନିୟମିତ ଆସିଥାନ୍ତି। ଏହି ହିସାବରେ ସମୁଦ୍ର ଦେବତାଙ୍କର ମଧ୍ୟ ଇଚ୍ଛା ଥାଏ ପ୍ରଭୁଙ୍କର ଦର୍ଶନ କରିବା ପାଇଁ। ଏଇଥିପାଇଁ ଯେତେବେଳେ ସେ ମାଡ଼ି ଆସନ୍ତି, ଏହା ମନ୍ଦିରର କ୍ଷତି କରିବା ଭଳି ଘଟଣା ସୃଷ୍ଟି କରିଥାଏ। ଏବଂ ଯେତେବେଳେ ଅନ୍ୟ ଦେବତାଙ୍କ ଭଳି ହନୁମାନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯାଇଥାନ୍ତି ବା ବେଳେବେଳେ ଅଯୋଧ୍ୟାକୁ ଲଡ଼ୁ ସେବନ ପାଇଁ ଯାଇଥାନ୍ତି, ସେତିକି ସୁଯୋଗରେ ସମୁଦ୍ର ମଧ୍ୟ ଭଗବାନଙ୍କ ଦର୍ଶନ ପାଇଁ ମାଡ଼ି ଆସିଥାଏ। ତେଣୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ଜଗନ୍ନାଥ ମହାପ୍ରଭୁ ଏଠାରେ ସୁନାର ଶିକୁଳିରେ ହନୁମାନଙ୍କୁ ବେଡ଼ି ପକାଇ ରଖିଛନ୍ତି। ଫଳତଃ ନା ତ ଏଠାରୁ ହନୁମାନ ମୁକ୍ତି ପାଇବେ, ନା ସମୁଦ୍ର ମାଡ଼ି ଆସିବାର ସୁଯୋଗ ପାଇପାରିବ।